ଖୋଲିଗଲା ବିଜେପି ନେତାଙ୍କ ପୋଲ୍। ଆସନ୍ତୁ ଆମେ ଜାଣିବା ଓଡ଼ିଶାରେ ନେତା ମନ୍ତ୍ରୀଙ୍କ ନାମରେ କେତେ କ୍ରିମିନାଲ କେସ୍ ରହିଛି। ଥମ୍ବନେଲ୍ ଦେଖି ଜାଣିସାରିଥିବେ ଆଜି କେଉଁ ବିଷୟରେ ଭିଡ଼ିଓଟି ଆସିଛି। ଯେଉଁମାନେ ନୂଆ କରି ଭିଡ଼ିଓଟିକୁ ଦେଖୁଛନ୍ତି ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ ଏବଂ ସେୟାର କରନ୍ତୁ, କାରଣ ଆପଣ ଲେଟେଷ୍ଟ ଭିଡ଼ିଓ ଜଲ୍ଦି ପାଇପାରିବେ। ତ ଆସନ୍ତୁ ଆମେ ଜାଣିବା ଓଡ଼ିଶାରେ ନେତା ମନ୍ତ୍ରୀଙ୍କ ନାମରେ କ୍ରିମିନାଲ କେସ୍ ଅଛି କି ନାହିଁ ସେ ବିଷୟରେ ଜାଣିବା। ପ୍ରଥମେ ଆମେ ଦେଖିବା ଯେଉଁମାନେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଓଡ଼ିଶାରେ ଚର୍ଚ୍ଚା ମନ୍ତ୍ରୀମାନଙ୍କର ଆମେ ବାୟୋଗ୍ରାଫି ଖୋଲିଦେବା। ତ ଆସନ୍ତୁ କିପରି ଆପଣ ନିଜେ ଘରେ ବସି ମଧ୍ୟ କେଉଁ ବିଧାୟକ କେଉଁ ଏମ୍ପିଙ୍କ ନାମରେ କ୍ରିମିନାଲ କେସ୍ ରହିଛି ଜାଣିପାରିବେ। ପ୍ରଥମେ ନିଜ ମୋବାଇଲରେ କ୍ରୋମ୍ ବ୍ରାଉଜର ଓପନ୍ କରିନିଅନ୍ତୁ। କ୍ରୋମ୍ ବ୍ରାଉଜର ଓପନ୍ କଲାପରେ ମାଇ ନେତା ଲେଖି ସର୍ଚ୍ଚ କରିଦିଅନ୍ତୁ। ମାଇ ନେତା ସର୍ଚ୍ଚ କଲାପରେ ପ୍ରଥମ ଅପସନ୍ ପଳେଇ ଆସିବ। এই প্রথম অপশন উপরে ক্লিক করনেবে। ক্লিক কলাপরে আপনার আউ এক ইন্টরফেস পড়ে আসব। এইটি আপনার দেখিপারে myNeta.com রয়েছে ন্যাশনাল ইলেকশন ওয়াচ এডিআর রিপোর্ট, যেটা কি আপনার আসোসিয়েসন ফর ডেমোক্রেটিক রেফরমেন্স। তো এটি আসলা পরে এটি আপনার সর্চ বক্স দিয়েছি। এই সর্চ বক্স উপরে আপনার যে নেতা বিষয়ে জাঁয়া চাহুমান তাঁর না লিখি দিও। মু প্রথমে আমার ওড়িশার মাননীয় মুখ্যমন্ত্রী মোহন চରଣ ମାଝୀଙ୍କ ନାମ କ୍ରିମିନାଲ କେସ୍ ଅଛି କି ନାହିଁ ମୁଁ ଜାଣିବା ପାଇଁ ଚାହୁଁଛି। ମୁଁ ତାଙ୍କ ନାଁ ଏଇ ସର୍ଚ୍ଚ ବକ୍ସରେ ସର୍ଚ୍ଚ କରିଦେବି। ସର୍ଚ୍ଚ କଲାପରେ ତାଙ୍କର କ୍ରିମିନାଲ କେସ୍ ଅଛି କି ନାହିଁ ଜାଣିଯିବା। ତ ଇଏ ଦେଖିପାରୁଥିବେ ଇଏ ପ୍ରଥମ କ୍ୟାଣ୍ଡିଡେଟ୍ ଯେଉଁଠି ରହିଛନ୍ତି କି ମୋହନ ଚରଣ ମାଝୀ ବିଜେପି ପାର୍ଟିରୁ ସେ ବିଲଙ୍ଗ କରନ୍ତି ଏବଂ କେଉଁଝରର ଏସ୍ଟିରେ ସେ ଇଏ ହୁଅନ୍ତି ଏସ୍ଟି କ୍ୟାଟାଗୋରୀର। ଓଡ଼ିଶା 2024ରେ ଏଇଠି ଦେଖିପାରୁଥିବେ ଉପରେ ଲେଖାଯାଇଛି ଆପଣମାନଙ୍କୁ ଡିଟେଲ୍ସ। ଏଠି କ୍ୟାଣ୍ଡିଡେଟ୍ ନେମ୍, ପାର୍ଟି ନେମ୍, କନଷ୍ଟିଚ୍ୟୁସନ୍ ନେମ୍, ଇଲେକ୍ସନ୍ କେଉଁ ବର୍ଷ ଇଲେକ୍ସନ୍ ହୋଇଥିଲା ଏବଂ କ୍ରିମିନାଲ କେସ୍ ଅଛି କି ନାହିଁ ଆପଣମାନେ ଦେଖିପାରୁଥିବେ। ମୋହନ ଚରଣ ମାଝୀ ଯିଏ ରହିଛନ୍ତି ଆମର ତାଙ୍କ ନାଁରେ କ୍ରିମିନାଲ କେସ୍ ରହିଛି। କ'ଣ କ'ଣ କ୍ରିମିନାଲ କେସ୍ ରହିଛି ଆସନ୍ତୁ ଆମେ ଜାଣିବା। ତ କେଉଁ କେଉଁ କ୍ରିମିନାଲ କେସ୍ ରହିଛି ଜାଣିବା ପାଇଁ ତାଙ୍କର ଯେଉଁ ନେମ୍ ରହିଛି ଏଇ ଜାଗାରେ ନେମ୍ ଉପରେ କ୍ଲିକ୍ କରିନେବେ। ଏଇ ନେମ୍ ଯେଉଁ ରହିଛି ନେମ୍ ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ତାଙ୍କର ବାୟୋ ଟୋଟାଲ ଆପଣମାନେ ଦେଖିପାରିବେ। ଏଇଠି ଦେଖିପାରୁଥିବେ ମୋହନ ଚରଣ ମାଝୀ ୱିନର କେଉଁଝର ଏସ୍ଟି ଏବଂ ତାଙ୍କର ଯଦି ପ୍ରୋଫାଇଲ୍ ଡିଟେଲ୍ସ ଆପଣମାନେ ଦେଖିବେ ତାଙ୍କର ସେ ବିଜେପି ପାର୍ଟିରୁ ଜିତିଛନ୍ତି। ତାଙ୍କ ବାପାଙ୍କ ନାଁ ଲେଟ୍ ଗୁଣରାମ ମାଝୀ, ତାଙ୍କର ବୟସ 52, ନେମ୍ ଅଫ୍ ଏନରୋଲମେଣ୍ଟ ବା ଭୋଟର କେଉଁଝର କନଷ୍ଟିଚ୍ୟୁସନ୍, ତାଙ୍କର ସିରିଏଲ୍ ନମ୍ବର 519 ଏବଂ ପାର୍ଟ ନମ୍ବର ଯଦି କହିବେ 65। ସେଲ୍ଫ ପ୍ରଫେସନ୍ କହିଲେ सोशल वर्कर एंड पॉलिटिशियन, सपोज प्रोफेशन बिजनेस, तांको वाइफ से बिजनेस करती। तो सही हिसाब से आपण मैंने एजुकेशन क्वालिफिकेशन देखिए ताने ग्रेजुएट प्रोफेशनल LLB फ्रॉम ढेंकानाल लॉ कॉलेज 2011 मसीह से पास आउट करछंती। तापर तांकर 2023-24 ये रही टोटाल इनकम आपण मैंने टोटाल देखि पारथिबे। आमे जेहेतु आमे क्रिमिनाल केस देखिया पाई आइछंती आमे क्रिमिनाल केस एठी देखिबा। तो मु आज आपण मानकू ये जो जिनस केबे कहारी यूट्यूब रे देखिया पाई नथिबे मु आपण मानकू प्रथमे इनफॉरमेशन दउछि। तेणु लाइक तो गोटे बनता है ना, लाइक गोटे निश्चय देबे। देखि पारथु एठी लिखा अछि ब्रीफ डिटेल्स ऑफ IPC BNS। प्रथम पॉइंट रे आपण माने देखि पारथुबे ए पॉइंट रे चार्जेस रिलेटेड टू पनिशमेंट फॉर बीइंग मेंबर ऑफ एन ऑन लॉफुल असेंबली IPS सेक्शन 143 तांकर नारे IPS सेक्शन 143 गोटे लगी। द्वितीयटे जदि देखा आपण IPC सेक्शन 341 लगी, 294 लगी, 149 लगी। ताहले टोटाल उपरे 4टी केस आम मुख्यमंत्री नाम रही। तो देखा वर्तमान जदि केस होयर पेंडिंग गोटे केस रही जोटा कि 18 फेब्रुआरी 2013 होता SDGM कोर्ट रे आपणकर पेंडिंग रही माने विचाराधीन रही। ये देखिपे तो ये गला आमर मान्यवर ओडिशार मुख्यमंत्री नाम रे केस अच्छी कि नहीं आमे देखा। वर्तमान जी कि चर्चार अच्छा किए सूर्यवंशी सूरज जे कि वर्तमान शिक्षा मंत्री अच्छा आमे तांको ना रे देखा केस अच्छी कि नहीं तांको ना सर्च करवा। सूर्यवंशी सूरज
ତାଙ୍କ ନାଁ ଲେଖି ସର୍ଚ୍ଚ କରିନେବା। ସର୍ଚ୍ଚ କଲାପରେ এইটি সূর্যবংশী সুরজ আসিগলে যে কি यूथ হিরো ভদ্রক জেলার ধামনগর কনস্টিট্ୟୁଏନ୍ସିରେ ସେମାନେ ୱିନ୍ କରିଛନ୍ତି ବିଜେପି ପାର୍ଟିରୁ। ଏସି କ୍ୟାଟେଗୋରୀର ଏଠି ଦେଖିପାରୁଥିବେ। ତାଙ୍କ ଉପରେ କ୍ଲିକ୍ କରିବା। କ୍ଲିକ୍ କଲାପରେ ଆପଣମାନଙ୍କୁ ଡିଟେଲ୍ସ ଦେଖେଇବ। ଏଠି କ୍ରିମିନାଲ କେସ୍ ଦେଖିପାରୁଥିବେ। ଏଠି ସୂର୍ଯ୍ୟବଂଶୀ ସୁରଜ ଇଏ ହେଉଛି ଧାମନଗର କନଷ୍ଟିଟ୍ୟୁଏନ୍ସି। ତାଙ୍କର ବାପାଙ୍କ ନାଁ ଲେଟ୍ ବିଷ୍ଣୁଚରଣ ସେଠୀ, ବୟସ 28 ବର୍ଷ। ତାଙ୍କର ସିରିଏଲ୍ ନମ୍ବର 726 ଏବଂ 169 ପାର୍ଟ ନମ୍ବର। ଟ୍ରାନ୍ସପୋର୍ଟ ବିଜନେସ୍ ସେମାନେ ତାଙ୍କର ବସ୍ ଅଛି, ବସ୍ ଚଲାନ୍ତି। ତାଙ୍କର ଯଦି ଆପଣମାନେ ଦେଖିବେ ଏଜୁକେସନ୍ କ୍ୱାଲିଫିକେସନ୍ ଏଇଠି ଦେଖିପାରୁଥିବେ ଗ୍ରାଜୁଏଟ୍ ପ୍ରଫେସନାଲ୍ ବିଟେକ୍ ସୋଆ ୟୁନିଭର୍ସିଟି ଭୁବନେଶ୍ୱର 2016, LLB ଭଦ୍ରକ ଲ କଲେଜ FM ୟୁନିଭର୍ସିଟି। ତାପରେ ଆମେ ମେନ୍ ପାର୍ଟ ଦେଖିବା ଯେ ପୁରା ଲମ୍ବା ଲାଇନ୍ ଆପଣମାନେ ଦେଖିପାରୁଥିବେ ଆମର ସୂର୍ଯ୍ୟବଂଶୀ ସୁରଜଙ୍କ ନାମରେ IPC BNS ଦେଖିବେ କେତୋଟି ଆମେ ଜାଣିବା କ୍ରିମିନାଲ କେସ୍ ରହିଛି। ଏ ପ୍ରଥମ ରହିଛି ଦେଖିପାରୁଥିବେ 556, 131, 366, 134, 294, 341, 323। ହଁ, ତାପରେ ଆମେ ଦେଖିବା ପୁରା ଲମ୍ବା ଲାଇନ୍ ରହିଛି 149 ଗୋଟେ ରହିଛି, 149, 186, 143, 270, 269, 147, 134, 283, 353, 188 ଟୋଟାଲ ଉପରେ ଆପଣମାନେ ଦେଖିବେ ଯଦି 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17ଟା କେସ୍ ସୂର୍ଯ୍ୟବଂଶୀ ସୁରଜଙ୍କ ନାମରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 5ଟି ପେଣ୍ଡିଂ ରହିଛି SDJM ଭଦ୍ରକ କୋର୍ଟରେ। ତ ଏଇଭଳି ଭାବେ ଆପଣଙ୍କ ନିଜ ଏରିଆର ନେତାଙ୍କର ଡିଟେଲ୍ସ ପୁରା ପୋଲ୍ ଖୋଲିଦେବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ସେୟାର ଏବଂ କମେଣ୍ଟ ସବସ୍କ୍ରାଇବ୍ଟେ କରିବେ। ଜୟ ଜଗନ୍ନାଥ, ଜୟ ହିନ୍ଦ।